ଧୁନ୍ଦୁଲି ନିଜର ଭଉଣୀ ସହିତ ଯୋଗାଯୋଗ ସ୍ଥାପନ କଲା, ଅଭିନୟ କଲା ଖାଲି ମୁଁ ଗର୍ଭ ମୋର ଅଛି ବୋଲି। ଏପଟେ ଯେତେବେଳେ ସମୟ ପାଖେଇ ଆସିଲା, ଯେଉଁ ଗାଈ ମହାତଣ୍ଟକୁ ରଖିଥିଲେ ସେ ମଧ୍ୟ ସୁନ୍ଦର ଭାବରେ ଜନ୍ମ କଲେ, ପୁତ୍ର ଜନ୍ମ କଲେ, ଯାହା କାନ ହେଉଛି ଗୋକର୍ଣ୍ଣ। କାନ ଗାଈ କାନ ପରି ହେତୁ ତାଙ୍କ ନାଁ ଦିଆହେଲା ଗୋକର୍ଣ୍ଣ। ଧୁନ୍ଦୁଲିର ଭଉଣୀ ଯେଉଁ ଜନ୍ମ ଲାଭ କଲେ ପୁତ୍ର ସୁନ୍ଦର ନେଇକରି ପଳେଇ ଆସିଲେ। ଅର୍ଥାତ୍ ଯେତେବେଳେ ଆପଣ ଦେଖିବେ ସ୍ୱଭାବ, ଯାହାର ସ୍ୱଭାବ ପରିବର୍ତ୍ତନ ନହେଲା ଜାଣିବ ସେ ଠିକ୍ ଉପଯୁକ୍ତ ଗଢ଼ା ହେଇପାରିଲା ନାହିଁ। ଆଉ ଯାହାର ମା ଠିକ୍ ହେଇଗଲା ତା ପିଲାମାନେ ସମସ୍ତେ ଭଲ ହେଇଯିବେ। ଅର୍ଥାତ୍ ନେଚର ଇଜ୍ ଦ ଫାଷ୍ଟ ଟିଚର। ମା ହେଉଛି ସବୁଠାରୁ ଶ୍ରେଷ୍ଠ। ମା ଯେମିତି ପିଲାମାନଙ୍କୁ ଗଢ଼ିବ ସେ ପିଲା ସେମିତି ହବ ବୋଲି ଆନନ୍ଦ କନ୍ଦ ଭଗବାନ କେ। ତେଣୁ ଭଗବାନ ସନ୍ଥ ଦେଇତି ଭଲ ଗୋକର୍ଣ୍ଣ ଠାରୁ ଗାଈ ଠାରୁ ଜନ୍ମ ହେଇ ତା ପିଲା ଗୋକର୍ଣ୍ଣ ହେଲା, ପଣ୍ଡିତ ହେଲା, ଜ୍ଞାନୀ ହେଲା। ଏ କିନ୍ତୁ ଦୁଷ୍ଟ ପ୍ରକୃତିର ଧୀରେ ଧୀରେ ବଢ଼ିଲା। ଯେଉଁ ପୁଅ ପାଇଁ ଆଶା କରିବାକୁ ଯାଇଥିଲା ଭଲ ପିଲାଟେ ହେଲେ ପୁଅ ସନ୍ତାନ କୂଳକୁ ଉଦ୍ଧାର କରିବ ବୋଲି, ଆଜି ଏତେ ପୁତ୍ରର କଷ୍ଟ ପାଇଲା, ଦୁଃଖ ପାଇଲା, ଚିନ୍ତା କଲା ବରଂ ସେଦିନ ଆତ୍ମହତ୍ୟା କରିଦେଇଥିଲେ ଭଲ ହେଇଥାନ୍ତା ବୋଲି ଆନନ୍ଦ କନ୍ଦ ଭଗବାନ କି। କହିଲେ ନିଜକୁ ପଡ଼ିଲେ ପ୍ରମାଦ ଗୋବିନ୍ଦ, ଗୁରୁ ବ୍ରାହ୍ମଣ ଶିର ଛେଦ ଗୋବିନ୍ଦ। ସାଧୁ ସଙ୍ଗ ଗୋବିନ୍ଦ, ଲଭିଲ ପାରି ପରତ ଗୋବିନ୍ଦ। ଗୋକର୍ଣ୍ଣ ଗାଈ ଠାରୁ ଜନ୍ମ ହେଇ ଦେବତା ଅଂଶରେ ବଢିବାକୁ ଲାଗିଲା, କିନ୍ତୁ କୁସଙ୍ଗ ଲାଭ କଲା। ଏ କୁସଙ୍ଗ ଯେତେବେଳେ ଲାଭ କଲା, ଏ କୁସଙ୍ଗର ଯାତ୍ରା ଧୀରେ ଧୀରେ ତାର କୁସଙ୍ଗ ବଢିବାକୁ ଲାଗିଲା। ମା ବାପା ମାନେ ଗୋଟେ ବ୍ୟାଧ ଯେତେବେଳେ ଯାଉଅଛନ୍ତି, କ'ଣ ଜଙ୍ଗଲ ଭିତରେ ଦେଖିଲେ ଆଉ ଶିକାର କିଛି ମିଳିଲା ନାହିଁ। କହିଲେ ଆଜି କେମିତି ଚଳିବ? ଭଗବାନ ଡାକିଲେ, ପ୍ରଭୁ ନିରାଶ୍ରୟ ମାମ ଜଗଦୀଶ ରକ୍ଷ ପ୍ରଭୁ। ଚୋର କଲ ଚୋରି କରିବାକୁ ଚାହୁଁଛି, ମା କାହାକୁ ଡାକୁଛି? ଭଗବାନ ମୋତେ ରକ୍ଷା କର। ଧନୀ ଯେତେବେଳେ ଅନେକ ପଇସା ପତ୍ର ରଖି ରାତିରେ ଶୋଉଛି, ସେ ମଧ୍ୟ କହୁଛି ଭଗବାନ ମୋତେ ରକ୍ଷା କର। ଠିକ ନା ନାହିଁ ଆଜ୍ଞା? କହିଲେ ଚୋର କହେ ପ୍ରଭୁ ତୁମେ ହିଁ ଭରସା, ଚୋର କହେ ପ୍ରଭୁ ତୁମେ ହିଁ ଭରସା, ଚୋରି କରିବାକୁ ଗଲେ। ଧନୀ କହେ ପ୍ରଭୁ ତୁମେ ହିଁ ଭରସା, ରାତିରେ ସେ ଯକୁ ଗଲେ ହୋ। ଏବେ କାହା ଡାକ ତୁମେ ଶୁଣ, କୁହ କୁହ ପ୍ରଭୁ ନାରାୟଣ। ଏବେ କାହା ଡାକ ତୁମେ ଶୁଣ, କୁହ କୁହ ପ୍ରଭୁ ନାରାୟଣ। ଚୋର କହେ ପ୍ରଭୁ ତୁମେ ହିଁ ଭରସା, ଚୋରି କରିବାକୁ ଗଲେ। ସାଧୁ କହେ ପ୍ରଭୁ ତୁମେ ହିଁ ଭରସା, ରାତିରେ ସେ ଯକୁ ଗଲେ ହୋ। ଏବେ କାହା ଡାକ ତୁମେ ଶୁଣ, ଅର୍ଥାତ ଚିନ୍ତା କଲେ ଆତ୍ମଦେବ ଚିନ୍ତା କଲେ ସେଦିନ ଆତ୍ମହତ୍ୟା କରିଦେଇଥିଲେ ଭଲ ହେଇଥାନ୍ତା। ଇଏ ବ୍ୟାଧ ଯେତେବେଳେ ଯାଉଛନ୍ତି ଦେଖିଲେ ଜଙ୍ଗଲ ଭିତରେ ଶିକାର ନାହିଁ, ଭଗବାନ ଡାକିଲେ ପ୍ରଭୁ ମୋ ପିଲା ଛୁଆ କ'ଣ ଆଜି ଉପାସ ରହିଯିବେ? ଶିକାର ତ କିଛି ମିଳିଲା ନାହିଁ, ଭଗବାନ କୃପା କରିଦେଲେ। ଦେଖିଲେ ଗୋଟେ ଆଶ୍ରମ ଦେଖି ଯେତେବେଳେ ଆସିଲା ବେଳେ ଶୁକପକ୍ଷୀ ତାକୁ ଧରିକିରି ଆଣିଲେ। କହିଲେ ଯାଇ ହଉ ଭଗବାନ ଗୋଟେ ଶୁକପକ୍ଷୀ ଦେଲେ, ଆଶ୍ରମକୁ ଦେଖିଲେ କେହି ନାହାନ୍ତି ବାବାଜୀ, ଶୁକପକ୍ଷୀଟାକୁ ନାଳ ଦେଖି ଧରିକିରି ଆଣିଲେ। ଆଉ ଯେତେବେଳେ ବସ୍ତି ପାଖେଇ ଆସିଲା ଶବର ବସ୍ତି, ଆମ୍ବ ପରୀକ୍ଷାକୁ ଚାହିଁଲେ ଆଉ ଗୋଟେ ଶୁକପକ୍ଷୀକୁ ଧରିକିରି ଆଣିଲେ। ମା ବାପାને କଥାର ପାର୍ଥକ୍ୟଟା ଆପଣମାନେ ଦେଖନ୍ତୁ। ଦିଟା ଶୁକପକ୍ଷୀ ଧରିକିରି ଆଣିଲେ, ଦିଟା ପଞ୍ଜରୀ ଭିତରେ ରଖିଦେଲେ। ରାତିରେ ଇନ୍ଦ୍ର ମାୟା କରିଦେଲେ। ଏମିତି ମାୟା କଲେ ଯେ ବ୍ୟାଧ ଯେତେବେଳେ ରାତି 4ଟାରୁ ଉଠେ, ଗୋଟେ ଗୋଟେ ଶୁକପକ୍ଷୀ କରୁଛି ଧର ଧରି ମାରବାର, ଧର ଧରି ମାରବାର, ଧର ଧରି ମାରବାର। ଆଉ ଗୋଟେ ଶୁକପକ୍ଷୀ ସାର୍ କ'ଣ କରୁଛି? ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ হরে হরে কৃষ্ণ 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 হরে 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 রাম 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 হরে হরে। দুইটা শুক পক্ষী দুইটা পঞ্জুরি ভিতরে রখি ব্যাধ জাଣିଲା କି ଇଏ କ'ଣ କହୁଛି ହରେ କୃଷ୍ଣ 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 ହରେ ହରେ, ଇଏ କ'ଣ କହୁଛି ଧର ଧର ମାର ମାର ଧର ଧର ମାର ମାର। ଚିନ୍ତା କଲା ବ୍ୟାଧ ଭଗବାନଙ୍କ ନାମ
महात्मा को जानी पारिला लेकिन आमे जानी पारु न था व्याध कला ये सुआटर मूल्य 1000 टंका हेले ये सुआटर मूल्य 100 टंका बजार गला बिकिया पे तो गला पिनाली एसपी एंड एसपी में जो पाठ पढ़ता है गोटे थाए फ्लो चाटे गोटे थाए अरे किनाली वाला बिकाली वाला से पहुंच गले अथाल किनाली वाला पहुंच गले सुख बाकी ये सुख बिक्र दाम केते ना 1000 ना ये सुख बिक्र दाम ना 100 टंका समस्त कहले भाई तू पागल है ना कौन ये जो टिके बड़ ये भल पुरस्तिया हो जाइए आर आउ 10 कोटी टका अधिका हम 1000 जगह 100 ये कथा जाए राजा दरबार पहुंचला राजा कहले से व्याध को धरी आण सुखम के दीटा को धरी आण कहले पहुंच गला राजा दरबार राजा प्रश्न कला हरे व्याध ये सुखम के दाम 100 यार 1000 है कहीं महाराज आपको पंजरी भितर रखो आप सब लक्ष्मी चिंता पकड़ते ना नहीं ठीक ना नहीं सब दीटी क्या पकड़ते समान भाव भूल जो दिन दीटी के आप पकेबे लक्ष्मी चिंता चिंता पकड़ते पाद पद्म लक्ष्मी देव घर को जीवे ना आप चिंता दीटा समान भाव में पहुंचले पकड़े चिंता आप दीटा लक्ष्मी पाद एका पकेबे ना आप चलुच्च दीटा ना नहीं गोटे पर गोटे पाद तो लक्ष्मी बा पटे रखिए पछुआ दक्षिण पाद रखिए आगुआ जदि पकेबे ताले लक्ष्मी जीव जदि दी पाद समान पकेले ताले लक्ष्मी अखा दौड़ बोला डें जीव कि गोलानंद कंद भगवान के अनेक लक्ष्मी मान सहित पंद्र पड़े ना नहीं गुरुवार अनेक लक्ष्मी जो 7 लक्ष्मी पेचा लक्ष्मी गज लक्ष्मी राति लक्ष्मी अनेक धन लक्ष्मी अनेक छाड़ी तो जीवन नहीं माँ बापा ने तो कथा है कौन ना राजा जो राति 4टा उठे देखिले जड़े कौन धरधर मारबार गोटे सुख पक्षी आ जड़े कौन हरे कृष्ण 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 हरे हरे राजा आसंबित हो गले कहले व्याधरे तोर राम नाम मूल्य बुझी पारे बोली ये सुख पक्षीर मूल्य 1000 करदेलु ये हूँ कुशंकर अच्छे बोली आर नाम 100 टका रखिले बोला आनंद कंद भगवान की अर्थात ये धुंदली निज होती कुसंगी भौणी ठार जो पुआला से मत कौन हम कुसंग हम कौन कुसंग कौन हम ना धर्म नष्ट हो आम जो पुओ बोले हम तो गोटे पुओ कौन कर जब ठीक उत्तम पुत्र है कौन उद्धार कर पुत्र टे कुसंग हो गला संसार को बुढ़े दे बोला आनंद कंद भगवान के तेणु सतसंगी हुआ सतसंगे सप्तपुरुष उद्धार कर कुसंगी हेले नरकगामी पितृपुरुष पानी पाइबे नाही धुंदली गोटे माँ जन्म है बापा गोटे कि माँ दीटा हो गले ये माँ ठार बापा ठार जन्म नुह तेणु संग ठीक रहा नाही आत्मदेव उपयुक्त भाव में पुत्र फल देले गोमाता खाइले गोकर्ण देवता हो गले बोला आनंद कंद भगवान की एवं जितेबाला आपण धर्म काम करेंगे आपण विपद बेसी आसव ये गोकर्ण धर्म मार्ग रहा धुंदली अधर्म मार्ग रहा तथापि जो धार्मिक लोक साधु संत से दुष्ट को देखिले डरिए बोला आनंद कंद भगवान की ये भाईटा दुष्ट धुंदुकारी किंतु गोकर्ण है साधु साधु जो देखिदेवे दुष्ट को डरिया को लगिले क्रमे धीरे 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 कुसंग प्रवेश कला आत्मदेव आउ सत्संग करेंगे कौन चिंता कले आत्महत्या कर दिन भल अर्थात ये मनीष जो भाव मु भूल कली निजक निजे भाव से परिवर्तन हो बोले आनंद कंद भगवान की कला अपना कला कर्म मान हो साधु जने अपना कला कर्म मान आगो हो सावधान हो साधु जने गोविंद अपना कला कर्म मान हो साधु जने आगो होइब सावधान हो साधु जने गोविंद आत्मदेव चिंता कले मु जो कर्म कर मत मुक्ति नाही तेणु जो धुंधुकारी बाड़िया को बापा को लगे भाई को लगे गोकर्ण बुझेले गले बापा तुम्हें बर्तमान घरे रुह
ନାହିଁ ନା କାହିଁକି ନା ତା ମାଡ଼ ଦେଖି ମତେ ମଧ୍ୟ ଭୟ ଲାଗୁଛି ମୋ ବାପାକୁ କେତେବେଳେ ମାରିଦେବ। ତେଣୁ ବାପା ଇଏ ବଞ୍ଚିବାକୁ ହେଲେ ତମେ ଟିକେ ସଂସାର ଛାଡ଼ି ଦିଅ, ଇଏ ଦୁଃଖାଳୟ ଛାଡ଼ି ଦିଅ, ସୁଖ ପାଇବାକୁ ଇଚ୍ଛା ହେଲେ ଯାହା ତମେ ସତ୍ସଙ୍ଗ କରିବ ବୋଲେ ଆନନ୍ଦ କନ୍ଦ ଭଗବାନ କି ଏ ଜୀବ ସାଧୁ ସଙ୍ଗ ବିନୁ ସାଧୁ ଜନେ ଲଭି ନ ପାରେ ମୋର ତନୁ ସାଧୁ ଜନେ ବାପା ଆପଣ ଯାଇକିରି ନିଜକୁ ବଞ୍ଚିବା ପାଇଁ ହେଲେ ଯେ ସତ୍ସଙ୍ଗ କରନ୍ତୁ। ସନ୍ଥ ଦର୍ଶନ ପରମ ଅନୁପା ସୁନ୍ଦର ଭାବରେ ଗ୍ରନ୍ଥାଗାର ସନ୍ଥକାର ମାନ କହିଲେ ସବୁ ଜୀବନ ପାଇବ ବାପା ମାନେ ସନ୍ଥ ଦର୍ଶନ ସତ୍ସଙ୍ଗ ପାଇବେ ନାହିଁ। ଯୋଉ ବାପା ଭାଇ ମାନେ ଚିନ୍ତା କଲେ ଆଜି ଆମେ ଯିବାନି ଆଜି ସତ୍ସଙ୍ଗ ପାଇଲେ ସତ୍ସଙ୍ଗ ମିଳିବ ନାହିଁ। କୋଟିଏ ଜନ୍ମର ପୁଣ୍ୟ ଥିଲେ ଯିବ ସତ୍ସଙ୍ଗ ପାଇବ। ଯାହାର କୋଟିଏ ଜନ୍ମର ପୁଣ୍ୟ ଅଛି ଆପଣ ମାନ କହିଲେ ଆପଣ ସତ୍ସଙ୍ଗ କରୁଛନ୍ତି ଇ ଅଧମର ସେ ଭାଗ୍ୟ ନାହିଁ। ତେଣୁ ସବୁ ଜୀବନରେ ପାଇବେ ସତ୍ସଙ୍ଗ ଦୁର୍ଲଭ। ତା ତ ମିଳେ ପୁଣ୍ୟ ମାତ ମିଳେ ସୁତ ଭ୍ରାତ ମିଳେ ଯୁବତୀ ସୁଖଦାୟୀ ରାଜ ମିଳେ ଗଜବାଜ ମିଳେ ସବ ସାଜ ମିଳେ ମନ ବାଞ୍ଛିତ যায় লোক মিলে ইহ লোক মিলে বিধি লোক মিলে বৈকুণ্ঠ না যায় সুন্দর আওর সব কই মিলে সন্ত সমাগম দুর্লভ ভাই সন্ত সমাগম দুর্লভ ভাই সন্ত সমাগম দুর্লভ ভাই ভগবানন্দ কন্দ ভগবান কে মানে শব্দ আসলে ভাগবত শব্দ কে ভিন্ন না নাই বিনয় অমৃত বচন হো সাধু জনে কহিত শিব প্রাণী মন হো সাধু জনে গোবিন্দ গোবিন্দ সাধু জনে অর্থাৎ না হলে কোন বিনয় ভি কাটি দে নাহলে কোন লয় নতমস্ত এতে জ্ঞানী কিন্তু নতমস্ত মোর আগে গোটে জ্ঞান কিছু নাই মো খালি মো উপর কুণ্ড କିଛି ଜ୍ଞାନୀ ସବୁ ନତମସ୍ତକ ନା ଯେତେ ଫଳ ଧରିବ ଗଛର ତଳକୁ ନା ନାହିଁ ତଳକୁ ଆଗେ ଆମର ଯେତେ ଭଲ କାମ କରେ ସେ ମାଡ଼ ଖାଇବେ ଠିକ ନା ନାଇଁ ଆଜ୍ଞା। ଗଛରେ ଯୋଉ ଗଛରେ ଯେତେ ଭଲ ଫଳ ଧରିବ ସେ ସେତେ ଫୋପଡ଼ ମାଡ଼ ଟେକା ମାଡ଼ ଖାଇବ। ମୋ ପାଖରେ ତ ମୋଟେ ଫଳ ଜ୍ଞାନ ନାହିଁ ମୁଁ ମାଡ଼ ଖାଇବ ବୋଲ ଆନନ୍ଦ କନ୍ଦ ଭଗବାନ କି ସଚ୍ଚିଦାନନ୍ଦ ଭଗବାନ କି ଧନ୍ଦୁକାରୀ ଯେତେବେଳେ ଅନେକ କଷ୍ଟ ଦେଲା କହିଲା ବାପା ତମ ସଂସାର ଛାଡ଼ି ଦିଅ ସତ୍ସଙ୍ଗ କର ଜଙ୍ଗଲରୁ ହବନ ସତ୍ସଙ୍ଗର ସାଧୁସଙ୍ଗ କର ଜୀବନକୁ ଉଦ୍ଧାର କରିଦେବ। ତେଣୁ ବାପା ଅର୍ଥାତ୍ ଗୋକର୍ଣ୍ଣ କଥାରେ ବାପା ଚାଲେ ଆତ୍ମଦେବ ଆତ୍ମର କଲ୍ୟାଣ ଯେ କରେ ସେ ଆତ୍ମଦେବ। ତେଣୁ ଆତ୍ମର କଲ୍ୟାଣ କରିବା ପାଇଁ ହେଲେ ସତ୍ସଙ୍ଗ କରିବା ଦରକାର ସାଧୁସଙ୍ଗ କରିବା ଦରକାର। ଏ ଦୁଇ ଭାଇ ଚାଲିଲା ଅର୍ଥାତ୍ ଗୋକର୍ଣ୍ଣ ମଧ୍ୟ ବାଟିଆ ପିଠା କଲେ। ଗୋକର୍ଣ୍ଣ ଚିନ୍ତା କଲେ ମୁଁ ସିନା ରହିଲେ ଏଠି ତୁ ମତେ ବାଟେଇବୁ ଆରେ ବାଉଁଶ ଥିଲେ ତ ବଂଶୀ ବାଜିବ ଓଠାରୁ ବିଦା ହେଇଯିବ ଆନନ୍ଦ କନ୍ଦ ଭଗବାନ କି। ଗୋକର୍ଣ୍ଣ ଗଲେ ତପସ୍ୟା କଲେ ସାଧନା କଲେ ଛାଡ଼ିକି ତାଙ୍କ କଥା ଛାଡ଼ି ଦିଅ। ଏପଟେ ଇଏ କ'ଣ କଲେ ନା ବାପାର ଯାହା ଧନ ସମ୍ପତ୍ତି ହେଲା ଯୋଉ ବିକିଆକୁ ଖାଇଲେ ଅର୍ଥାତ୍ ଧନ ଯେତେବେଳେ ସରିଗଲା ଚୋରି କରିବାକୁ ମନ ବଢିଲା ପାପ ଧୀରେ ଧୀରେ ମା ବାପାને ବଢେ। ତାହେଲେ ପାପ ଧୀରେ ଧୀରେ ଏତେ ମାତ୍ରାରେ ବଢିବ ଆପଣ କଳ୍ପନା କରିପାରିବେ ନାହିଁ। ପାପ କଲେ କ୍ଷଣକ ପାଇଁ ସୁଖ କିନ୍ତୁ ଯେତେବେଳେ ପାପର କର୍ମଫଳ ଭୋଗିବେ ଜୀବନ ସାରା ଦୁଃଖ ବୋଲେ ଆନନ୍ଦ କନ୍ଦ ଭଗବାନ କି। ସତ୍ସଙ୍ଗ କଲେ ସୁଖ କିନ୍ତୁ କଷ୍ଟ। ଆପଣ ଆସିଲା ପରେ ଯେତେବେଳେ ଆସୁଥିବେ ଅନେକ ଲୋକମାନେ କହିବେ ହଁ ଭାରି ହରିଭକ୍ତି ଏଟା ଲୁଙ୍ଗି ପଟା ପିନ୍ଧିକି ଯାଇଛି ମା ବାପା ଭାଇମାନେ ମୋତେ ଭୁଲ ବୁଝିବେ ନାହିଁ ସତ୍ସଙ୍ଗରେ କଣ କଣ କହିଦେବି। ଏଠି ଯୋଉ ଭାଇମାନେ ଅଛନ୍ତି 22 ବର୍ଷର ଅନୁଷ୍ଠାନ ମୁଁ କହେ ଭଲ ପ୍ରବଚକ ମୁଁ ଗୋଟେ ହେବି ଦରକାର ନାହିଁ ମୋତେ ଭଲ ଗୋଟେ ମଣିଷ ହବା ଦରକାର। କାଲି ଏଠୁ ଗଲା ପରେ କେହି କହିବେ ନା ଆପଣଙ୍କ ପିଲାଟା ହେଲା ଭଲ ଭାଗବତ କହିପାରିଲା ନାହିଁ ଠିକ କଥା କିନ୍ତୁ ମୋ ଚରିତ୍ର କେହି ଖରାପ ବୋଲି କହିବେନି ବୋଲେ ଆନନ୍ଦ କନ୍ଦ ଭଗବାନ କି। ଯେତେବେଳେ ମା ମତେ ପଠେଇଲା ଇଏ ସତ୍ସଙ୍ଗ କରିବା ପାଇଁ ଯିବା ପାଇଁ ପ୍ରବଚକ ଶିକ୍ଷା ଗୋଟିଏ କଥା କହିଲେ ବାପାରେ ବଂଶ ମତ ବାଘ ଖାଉ କୂଳରେ କଳଙ୍କ ନଥାଉ ତାର ଯା କିନ୍ତୁ କଳଙ୍କ ଶବ୍ଦ ସାରା ଜୀବନ ପାଇଁ ଯୁଗ ଯୁଗ ଧରି ରହିବ। ତେଣୁ ଆପଣମାନେ ଯୋଉ ଲୁଙ୍ଗିଟିଏ ପିନ୍ଧିକିରି ଆସୁଛନ୍ତି ଭାଇମାନେ ହାତ ଯୋଡ଼ିକିରି କ୍ଷମା ପ୍ରାର୍ଥନା କରୁଛି କାନ ଧରି ଯଦି କହିବେ ମୋତେ ଭୁଲ ମାଗିବେ ଆପଣ ଲୁଙ୍ଗି ପିନ୍ଧିକିରି ଆସିବେ ନାହିଁ ନା କାହିଁକି ଇଏ ହେଉଛି ସତ୍ସଙ୍ଗ ଆମେ ସନାତନ ଧରିବେ। ଦିନରେ ଆମେ କ'ଣ ହେଲେ ବାପା ମାନେ ଖ୍ରୀଷ୍ଟିଆନ ହେଲେ ପ୍ୟାଣ୍ଟ ସାର୍ଟ ପିନ୍ଧିଲେ ମାନେ ଠିକ ନା ନାହିଁ। ରାତିରେ ଆମେ କ'ଣ ହେଲୁ ପ୍ୟାଣ୍ଟ ସାର୍ଟ ଫିଙ୍ଗିଦେଲେ ଲୁଙ୍ଗି ପିନ୍ଧିଲେ ମୁସଲମାନ ହେଲେ। ହିନ୍ଦୁ ହେଲୁ କେତେବେଳେ ବିନା ହେଲେ କହିବେ ଆନନ୍ଦ କନ୍ଦ ଭଗବାନ କି। କେବଳ ଯେ ସନାତନ ଧର୍ମକୁ ଛାପେ ସେ ନାରାୟଣ ଯାଇ ଫଲ ଆଗ ଯାଇ ଫଲ
ধর্ম হেব সব চূর্ণ যাই ফল। আমরা সনাতন ধর্ম কৃষ্ণ আমার সর্বস্ব, রাম আমার সর্বস্ব, জগন্নাথ আমার সর্বস্ব। যদি আমি টিকে লোকে পিন্ধি আসলে আমি মুসলমান ভাই জଣା পড়িয়া মুসলমান ধর্ম লোক পিন্ধা ଏ ସତ୍ସଙ୍ଗ ଆସିଲେ ଟିକେ ଲୁଗା ଟିକେ ପିନ୍ଧାକି ଗାମୁଛା ଦିଟା ପିନ୍ଧିଲେ ଶାନ୍ତି ଲାଗିବ। ମନ୍ଦିରକୁ ଯିବା ମା ମାନେ ଭଲ ଡ୍ରେସ୍ ଦାମିକା ଡ୍ରେସ୍ 5,000 ଟଙ୍କା ପାଟ ଯାହାର ଥିବ ମନ୍ଦିରକୁ ପିନ୍ଧି ଆସନ୍ତୁ। କାହିଁକି ଅନେକ କୁହନ୍ତି ମନ୍ଦିରକୁ ଯିବା ତ ଏତେ ଭଲ ଡ୍ରେସ୍ କାହିଁ ପିନ୍ଧିବା? ଆରେ ତାଠାରୁ ସଂସାରରେ ଭଲ ବ୍ୟକ୍ତି କେହି ନାହାନ୍ତି। ଯଦି ଭଲ ଜିନିଷ ପିନ୍ଧିକି ଯିବା ତା ପାଖକୁ ଯିବା, ଖରାପ ଜିନିଷ ପିନ୍ଧିକି ଗଲେ ଅନ୍ୟ ପାଖକୁ ଯିବା। ବୋଲି ଆନନ୍ଦ କନ୍ଦ ଭଗବାନ କି ଭଲ ଖାଦ୍ୟ ଯଦି ଆଣିବା ସେଉ ଅଙ୍ଗୁରୁ, ଆମ ପିଲାକୁ ଭଲ ଭଲ ଜିନିଷ ଖାଇବାକୁ ଦାମୀ ଅଙ୍ଗୁରୁ, କିନ୍ତୁ ଭଗବାନ ଦେଲା ବେଳେ ଇଏ ଯୋଉ ଗୁଲୁଗୁଲା ଛକ ହେଇଛି ଛକୁରୁ ଆମେ କିଣିକିରି ଆଣିବା ଠାକୁରଙ୍କୁ ଭୋଗ କରିବା। କିନ୍ତୁ ଯଦି ପୁଅ ଖାଇବ ତାହେଲେ ମାର୍କେଟ ଭିତରୁ ଯିବା ଭଲ ଷ୍ଟାମ୍ପ ମରା ସେଉ ଆଣିକି ଆସିବା। ବୋଲେ ଆନନ୍ଦ କନ୍ଦ ଭଗବାନଙ୍କୁ ଭଗବାନ ହସନ୍ତି କହିଲେ ବାପାରେ ମତେ ସିନା ଶୁକୁଟା କଦଳୀ ଏ ବର୍ଷ ଦଉଛୁ ଏ ଜନ୍ମରେ, ଆର ଜନ୍ମକୁ ତତେ କିଛି ଦେବି ନାଇଁ। ବୋଲେ ଆନନ୍ଦ କନ୍ଦ ଭଗବାନ କି ଧୁନ୍ଦୁକାରୀ ମା ବାପା ମାନେ ଯେତେବେଳେ ଅତିଶୟ ଚୋରି କରିଛି, ଚୋରି ଧୀରେ ଧୀରେ ବଢିଲା, ରାଜା ଘରୁ ଚୋରି କଲା, ବ୍ୟାସ ଶକ୍ତ ହେଇଗଲା। ବ୍ୟାସ ଶକ୍ତ ହେଲା ବେଳେ ବ୍ୟାସ ମାନେ କଣ କଲେ ନା ସବୁ ଧନ ଆଠାରୁ ଲୁଟିଲେ। ଧୀରେ ଧୀରେ ଜାଣିଲେ ଏ ରାଜା ଘରୁ ଚୋରି କରିଛି। ବ୍ୟାସ ମାନେ ଚିନ୍ତା କଲେ ଗଣିକା ମାନେ କହିଲା ଆଜି ନହେଲେ କାଲି ଆମେ ଧରା ପଡିଆ। ଏ ଧନ କୋଉଠୁ ଆଣିଲା ନା ରାଜା ଘରୁ। ରାଜା ଚୋରି କରିବେ, ସିଏ ତ ବନ୍ଧା ହବ ଶୁଳି ଖାଇବ, ଆମେ ତା ସଙ୍ଗରେ ମଧ୍ୟ ବନ୍ଧା ବରଂ ଆକୁ ମାରିଦେବା ଦରକାର। ବୋଲି ଆନନ୍ଦ କନ୍ଦ ଭଗବାନ କି ମା ମାନେ ସ୍ୱାର୍ଥ ପାଉଥିଲେ ଗଣିକା ବୋଲି ତାଠାରୁ ଧନ ସମ୍ପତ୍ତି ନଉଥିଲେ ବୋଲି ତା ସହିତ ମିଶୁଥିଲେ। ଆଜି ଧନ ସରିଗଲା ପରେ କେହି ପଚାରିଲେ ନାହିଁ, ଚିନ୍ତା କଲେ ଧନ ସିଏ ଚୋରି କରି ଆଣୁଛି ଆମକୁ ଦେବ। ଧରା ପଡ଼ିଲେ ରାଜା, ସିଏ ଧରା ପଡ଼ିଲେ ସଙ୍ଗେ ସଙ୍ଗେ ଆମେ ମଧ୍ୟ ଧରା ପଡ଼ିବା। ତେଣୁ ମୂଳ ମାରିଲେ ଯିବ ସରି ହୋ ସାଧୁ ଜଣେ ଦେବକ ସଙ୍ଗେ କିମ୍ପା କରି ହୋ ସାଧୁ ଜଣେ ଗୋବିନ୍ଦ ରସି ଲଗେଇ ଟାଣିଲେ ତଥାପି ପାପୀର ଜୀବନ ଗଲା ନାହିଁ।